ମୋ ନାଁ ହେଉଛି ଆଶୁତୋଷ ଦାସ। ମୁଁ ଧବଳଗିରିରେ ରୁହେ। ମୋର ବହୁତ ଦିନ ତଳେ ସ୍କିନ୍ ପ୍ରୋବ୍ଲେମ୍ ହେଇଥିଲା, ଯେ କି ବହୁତ ଜାଗା ମୁଁ ଦେଖେଇଲି କିନ୍ତୁ କିଛି କୁଆଡ଼େ କିଛି ହେଲାନି। ଔଷଧ ଖାଇବି ଠିକ୍ ହେଇଯିବ, ପୁଣି ଦେଖିଲେ ସାର୍ଙ୍କ ପାଖକୁ ଆସିଲି। ସାର୍ଙ୍କ ପାଖକୁ ଆସିଲା ପରେ ସାର୍ କହିଲେ ଏଇ ଔଷଧକୁ ଖାଆନ୍ତୁ, ଆଗେ ଆପଣ ଏଇ ଫଟୋଟା ଉଠେଇକି ରଖନ୍ତୁ ଆପଣଙ୍କର ଯେମିତିଆ ହେଇଛି। ଠିକ୍ 20 ଦିନ ପରେ ଆପଣ ଦେଖିକି ମୋତେ ଫଟୋଟା ଆଣିକି ଦେଖେଇବେ। ସେଇଦିନ ମୁଁ 10 ଦିନ କି 15 ଦିନ ଭିତରେ ମୋର ସ୍କିନ୍ ପ୍ରୋବ୍ଲେମ୍ ସଲ୍ଭ ହେଇଗଲା। ସାର୍ କହିଲେ 6 ମାସ ଖାଆନ୍ତୁ, 6 ମାସ ଖାଇସାରିଲା ପରେ ଆପଣଙ୍କର କିଛି ରହିବନି। 6 ମାସ ପର୍ଯ୍ୟନ୍ତ ମୁଁ ସେ କଷ୍ଟ ଖାଇଲି। ଖାଇସାରିଲା ପରେ ମୋର ପୁରା ସ୍କିନ୍ ପଳେଇଲା। ଯେତେ ପର୍ଯ୍ୟନ୍ତ ସାର୍ଙ୍କ ପାଖକୁ ନ ଆସିଥିଲି ଅଲଗା ଜାଗା ଖାଉଥିଲି, ବହୁତ ଇଚିଂ ହେଉଥିଲା ଦେହ ସାରା। ଔଷଧ ଛାଡ଼ି ସାରିଲା ପରେ ଦେହ ସାରା ଚାରିଆଡ଼େ ଇଏ ହେଇଯାଉଥିଲା। ଔଷଧ ଖାଉଥିଲି ଠିକ୍ ହେଉଥିଲା, ସାର୍ କହିଲେ ଏଇ ଔଷଧ ଖାଅ, ଖାଇସାରିଲା ପରେ ତାପରେ ମୋତେ କହିବ। ସାର୍ଙ୍କ ଆସିଲା ପରେ ଠାକୁରଙ୍କ ଦୟାରେ ସାର୍ଙ୍କ ଦୟାରେ ମୋ ଦେହରେ ପୁରା ସ୍କିନ୍ ପୁରା ଭଲ ହେଇଗଲା, ଆଉ ଜମା ନାହିଁ। ମୋର ଏଇଟା ହେଇସାରିଲା ପରେ ମୋ ଭାଉଜକୁ ମୁଁ କହିଲି, ମୋ ସାଙ୍ଗକୁ ମୁଁ କହିଲି, ମୋ ସାଙ୍ଗର ବି ଅଧିକାଂଶ ଭଲ ହେଇସାରିଲାଣି। ମୋ ଭାଉଜ ନିଜ ଭାଉଜର ବି ପୁରା ଅଧା 70% ପାଖାପାଖି 20-25 ଦିନ ହେଲାଣି ସରିଗଲାଣି। ଭାଉଜ ମାତ୍ର ଏଇ ମାସେ ବି ହେଇନି। ମାସେ ହେଇନି। ଆଜ୍ଞା, ମାସେ ହେଇନି କିନ୍ତୁ 70% ପାଖାପାଖି ଗଲାଣି। ଆଜ୍ଞା, ସିଏ ବି ବହୁତ କଷ୍ଟ କରୁଥିଲେ। ତାଙ୍କର ବି କଣ ଇଏ ହଉଥିଲା ଚାରିଆଡେ। ମୁଁ ଅଧିକାଂଶ ମୋର ଦେଖିକି ମୁଁ କହିଲି ଆଉ ସାଙ୍ଗ ପାଖକୁ ସିଏ ବି ବହୁତ ଔଷଧ ଖାଇଲେ। ଏଠି ବି ଆଣିକି ବି ମୁଁ ବହୁତ ଜାଗାରେ ଦେଖେଇଲି, ମୁଁ ନିଜେ ନେଇକି ଯାଇକି ଦେଖେଇଲି କିନ୍ତୁ ହେଲାନି। ତାପରେ ସାର୍ଙ୍କ ଔଷଧ ଖାଇଲି, ସାର୍ଙ୍କ ଔଷଧ ସାର୍ଙ୍କ ପଠେଇଲି। ଏଇନା 70ରୁ 80%। ମୋର ତ ନାହିଁ, ମୋର ଜମା ନାହିଁ। ମୁଁ ଆପଣଙ୍କ ପାଖରେ ନିଜେ ପ୍ରାକ୍ଟିକାଲ ପୁରା ଦେଖନ୍ତୁ, ପୁରା ଦେହ ସାରା ପୁରା ଟୋଟାଲ ଥିଲା, ଜମା କୋଉଠି ଗୋଟେ ବି ଦାଗ ନାହିଁ। ଭାଉଜର 70 ମୁଁ 80% ମୁଁ କହୁଛି, ମାସେ ବି ହେବାକୁ ଆସୁଛି ଆଉ।